Hello friends, welcome all of you to our original Resonance. Today's hard work for better tomorrow. Friends, ଆଜି ହେଉଛି ଆପଣଙ୍କର 6 ତାରିଖ ଠିକ୍ ଅଛି। ତ 6 ତାରିଖ ଆଜି ଯାହା ବି କରେଣ୍ଟ ଆଫେୟାର ଆପଣଙ୍କର ଅଛି ଏବଂ ଅପକମିଂ ଯାହା ବି ଏକ୍ଜାମ୍ ଆସୁଛି ଆପଣଙ୍କର ବିଶେଷ କରି ଆପଣଙ୍କର OFST GT ଆସୁଛି ଦେନ୍ ଆପଣଙ୍କର ଯାହା ବି କମ୍ପିଟେଟିଭ୍ ଆସୁଛି RI ଅମିନ୍ ଆସୁଛି ସେଥିପାଇଁ ନିଶ୍ଚିତ ଭାବରେ ଭିଡ଼ିଓଟି ହେଲ୍ପଫୁଲ୍ ରହିବ ବୋଲି ମୁଁ ଆଶା କରୁଛି। ତ ଆଜିର କିଛି ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ୍ ସହିତ ଆଜିର ଭିଡ଼ିଓଟି ତ ଷ୍ଟାର୍ଟ କରିବା ପ୍ରଥମେ ହ୍ୱାଟ୍ ଇଜ୍ ଦ ପ୍ରାଇମେରୀ ଅବଜେକ୍ଟିଭ୍ ଅଫ୍ ଚାଇନାଜ୍ ଚାଙ୍ଗ୍ E6 ଲୁନାର ପ୍ରୋବ୍ ମିଶନ୍। ଦେଖନ୍ତୁ ଚାଇନା ଏବେ ଗୋଟେ କ'ଣ କରୁଛି ନା ଚାଙ୍ଗ୍ E6 ଲୁନାର ପ୍ରାଇଭ୍ ମିଶନ୍ ଗୋଟେ କରିଛି ଯେଉଁଥିରେ କି ତା'ର ମୁଖ୍ୟ ଉଦ୍ଦେଶ୍ୟ ପ୍ରାଇମେରୀ ତା'ର ଉଦ୍ଦେଶ୍ୟ କ'ଣ ରହୁଛି ଗ୍ୟାଥର୍ ସାମ୍ପଲ୍ସ ଫ୍ରମ୍ ଦ ମୁନ୍, ଏକ୍ସପ୍ଲୋର୍ ଦ ଫାର୍ ସାଇଡ୍ସ ଅଫ୍ ଦ ମୁନ୍, କମ୍ୟୁନିକେଟ୍ ଭାୟା ରିଲେ ସେଟେଲାଇଟ୍, ଏକ୍ସପ୍ଲୋର୍ ଦ ଫାର୍ ଏସାଇଡ୍ ଦ ମାର୍ସ। ମନେ ରଖିବେ ତ ରାଇଟ୍ ଆନ୍ସର୍ ରହିବ ଆପଣଙ୍କର ଫାର୍ଷ୍ଟ ଅପସନ୍ ଯିଏକି ଗଦର ସାମ୍ପଲ୍ସ ଫ୍ରମ୍ ଦ ମୁନ୍। ନେକ୍ସଟ ଆମେ ଯିବା କ୍ୱେଶ୍ଚନ୍ ନମ୍ବର 2 କୁ Which institute was awarded a patent for its cost effective inverter? କେଉଁ ଇନଷ୍ଟିଚ୍ୟୁଟ୍ ଆପଣଙ୍କର ଆୱାର୍ଡ଼ ପାଇଛି କ'ଣ ନା ଏ ପେଟେଣ୍ଟ ଫର୍ ଇଟ୍ସ କେଉଁଥିପାଇଁ ନା କୋଷ୍ଟ ଇଫେକ୍ଟିଭ୍ ଇନଭର୍ଟର ଇଫେକ୍ଟିଭ୍ ଇନଭର୍ଟରରେ କଷ୍ଟ ଇନଫେକ୍ଟିଭ୍ ମାନେ ଆପଣଙ୍କର କମ୍ ରେଟ୍ରେ ଆପଣଙ୍କର ଯେତିକି ପାରୁ ପର୍ଯ୍ୟନ୍ତ କ୍ଷମତା ସେ ଅନୁସାରେ ଆପଣ ସେଇଟା ଆପଣଙ୍କୁ କରାହେଇଛି କି ଆପଣ ୟୁଟିଲାଇଜ୍ କରିପାରିବେ। ତ ଏଇଟା କେଉଁ ଇନଷ୍ଟିଚ୍ୟୁଟ୍ IIT ଦିଲ୍ଲୀ, IIT ବମ୍ବେ, IIT ପାଟନା, IIT କାନପୁର। ମନେ ରଖିବେ ରାଇଟ୍ ଆନ୍ସର୍ ରହିବ ଆପଣଙ୍କର IIT ପାଟନା, ବିହାରର ପାଟନା। ଠିକ୍ ଅଛି। ଏବେ ଯାଏ କ୍ୱେଶ୍ଚନ୍ ନମ୍ବର 3 କୁ With which country has India renewed an agreement to train 1500 ex-officers? ଅପସନ୍ସ ଗୁଡ଼ିକ ହେଲା ଶ୍ରୀଲଙ୍କା, ବାଂଲାଦେଶ, ନେପାଳ, ଭୁଟାନ। ତ ଫ୍ରେଣ୍ଡସ୍ କରିବାକୁ ଚାହିଁବି ଏଇଟା ହେଉଛି ଆପଣ କ'ଣ ନା କେଉଁ କଣ୍ଟ୍ରି ସହିତ ଭାରତ ଗୋଟେ କ'ଣ କରିଛି ନା ଏଗ୍ରିମେଣ୍ଟ ସାଇନ୍ କରିଛି କାହିଁକି ନା 1500 ଅଫିସରମାନଙ୍କୁ ଟ୍ରେନ୍ କରିବ। ତ କେଉଁ ଦେଶ ଶ୍ରୀଲଙ୍କା, ବାଂଲାଦେଶ, ନେପାଳ ଆଣ୍ଡ ଭୁଟାନ। ଫ୍ରେଣ୍ଡସ୍ ମନେ ରଖିବେ ରାଇଟ୍ ଆନ୍ସର୍ ହେବ ଆପଣଙ୍କର ବାଂଲାଦେଶ ଯାହାର କ୍ୟାପିଟାଲ ହେଲା ଢାକା, ଯାହାର କରେନ୍ସି ହେଲା ଟାକା। ନେକ୍ସଟ ଆମେ ଯିବା ହ୍ୱେର୍ ୱାଜ୍ ଦ ଇଣ୍ଡିଆଜ୍ ଫାର୍ଷ୍ଟ କନଷ୍ଟିଟ୍ୟୁସନ୍ ପାର୍କ ଇନାଗୁରେଟେଡ୍? ଭାରତର ପ୍ରଥମ ସାମ୍ବିଧାନିକ ଭାବେ ପ୍ରଥମ ଜାତୀୟ ପାର୍କ ଇନାଗୁରେଟ୍ ହେବ କେଉଁଠାରେ? ଦିଲ୍ଲୀ, ଚେନ୍ନାଇ, ପୁନେ, କୋଲକାତା। ତ ଫ୍ରେଣ୍ଡସ୍ ମନେ ରଖିବେ ରାଇଟ୍ ଆନ୍ସର୍ ଆପଣଙ୍କର ରହିବ ନିଶ୍ଚିତ ଭାବରେ ପୁନେ। କ'ଣ ହେବ ଆପଣଙ୍କର ପୁନେଟା ହେଉଛି ଆପଣଙ୍କର ମହାରାଷ୍ଟ୍ର ଡିଷ୍ଟ୍ରିକ୍ଟର। ନେକ୍ସଟ କ୍ୱେଶ୍ଚନ୍ ନମ୍ବର 5। ତ କ୍ୱେଶ୍ଚନ୍ ନମ୍ବର 5 ଯିବା ପୂର୍ବରୁ ଫ୍ରେଣ୍ଡସ୍ ରିକ୍ୱେଷ୍ଟ କରିବି ଯଦି ଆପଣ ଆମ ଚ୍ୟାନେଲକୁ ଏତେ ପର୍ଯ୍ୟନ୍ତ ସବସ୍କ୍ରାଇବ୍ କରିନାହାନ୍ତି ତ ନିଶ୍ଚୟ କରିନେବେ। ତ ଆଗକୁ ଆପଣଙ୍କର ଯାହା ବି ଏକ୍ଜାମ୍ ଆସୁଛି ସେଥିପାଇଁ ଆମ ଚ୍ୟାନେଲ୍ ନିଶ୍ଚିତ ଭାବରେ ହେଲ୍ପଫୁଲ୍ ରହିବ ବୋଲି ଆଶା କରୁଛି। ଆଉ ଜିକେ ହେଉ ଆପଣଙ୍କର କରେଣ୍ଟ ଆଫେୟାର୍ ଏବଂ ଯାହା ବି ରିଲେଟେଡ୍ ରହୁଛି ଆପଣଙ୍କର କମ୍ପିଟେଟିଭ୍ ଏକ୍ଜାମ୍ ସହିତ ସବୁଥିରେ ଆପଣ ବେନିଫିସିଆଲ୍ ପାଇପାରିବେ। ତ କ୍ୱେଶ୍ଚନ୍ ନମ୍ବର 5 ଯିବା ହ୍ୱିଚ୍ ଅର୍ଗାନାଇଜେସନ୍ ଇଜ୍ ଇନଭେଷ୍ଟିଂ Rs 5215 crore in renewable energy for 1 gigawatt capacity in India? ମନେ ରଖିବେ ହ୍ୱିଚ୍ ଅର୍ଗାନାଇଜେସନ୍ ସେଲ୍ କର୍ପୋରେସନ୍, ଭାରତ ପେଟ୍ରୋଲିୟମ୍ କର୍ପୋରେସନ୍, ହିନ୍ଦୁସ୍ତାନ ପେଟ୍ରୋଲ କର୍ପୋରେସନ୍, ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍। ତ ଫ୍ରେଣ୍ଡସ୍ ମନେ ରଖିବେ ରାଇଟ୍ ଆନ୍ସର୍ ରହିବ ଆପଣଙ୍କର ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍। ନେକ୍ସଟ ଆମେ ଯିବା କ୍ୱେଶ୍ଚନ୍ ନମ୍ବର 6 କୁ ହ୍ୱିଚ୍ ସିଟି ହେଜ୍ ବିନ୍ ranked as the most polluted city globally according to IQAir? IQAir ଅନୁସାରେ ୱାର୍ଲଡର କ'ଣ କହିଛି କେଉଁ ସିଟି ହେଜ୍ ବିନ୍ ranked the most polluted city ଦୁନିଆର? ତ ଫ୍ରେଣ୍ଡସ୍ ମନେ ରଖିବେ ଆପଣଙ୍କର ନ୍ୟୁ ଦିଲ୍ଲୀ, ଦେନ୍ ଆପଣଙ୍କର ଚିଆଙ୍ଗମାଇ, କାଠମାଣ୍ଡୁ, ହନୋଇ। ତ ଫ୍ରେଣ୍ଡସ୍ ମନେ ରଖିବେ ରାଇଟ୍ ଆନ୍ସର୍ ହେଲା ଆପଣଙ୍କର କାଠମାଣ୍ଡୁ। କ'ଣ ହେବ ଆପଣଙ୍କର କାଠମାଣ୍ଡୁ ଯିଏକି ଆପଣ ନେପାଳର କ୍ୟାପିଟାଲ। ସିଏ ଏବେ ହେଇଯାଇଛି ମୋଷ୍ଟ ପଲ୍ୟୁଟେଡ୍ ଗ୍ଲୋବାଲି IQAirରେ। ନେକ୍ସଟ କ୍ୱେଶ୍ଚନ୍ ଯିବା ହ୍ୱାଟ୍ ୱାଜ୍ ଦ ରେକର୍ଡ ହାଇ GST ରେଭିନ୍ୟୁ କଲେକ୍ସନ୍ ଇନ୍ ଏପ୍ରିଲ 2024? ଭାରତର ରେକର୍ଡ ହାଇ କେଉଁ ରେକର୍ଡ ସହିତ ଆପଣଙ୍କର ଏପ୍ରିଲ ମାସ 2024ରେ GST ରେଭିନ୍ୟୁ କଲେକ୍ସନ୍ ହେଇଛି? 2.05 ଲାଖ, 2.10 ଲାଖ, 2.25 ଲାଖ ଆଣ୍ଡ 2.20 ଲାଖ କରୋଡ଼। ସବୁଗୁଡ଼ିକ କରୋଡ଼ରେ ଅଛି। ତ ଫ୍ରେଣ୍ଡସ୍ ମନେ ରଖିବେ ରାଇଟ୍ ଆନ୍ସର୍ କେତେ ରହିବ ଆପଣଙ୍କର ଅପସନ୍ B 2.10 ଲାଖ, 2.10 ଲାଖ କରୋଡ଼। କ୍ୱେଶ୍ଚନ୍ ନମ୍ବର 8 କୁ ଯିବା ଆମେ ହୁ ୱାଜ୍ honored for her outstanding contribution to the corporate social responsibility? Who has been honored? Then ଅପସନ୍ ଗୁଡ଼ିକ ହେଉଛି ଆପଣଙ୍କର ବୀଣା ମୋଦି, ତାପରେ ସେ ଆପଣଙ୍କର ଜଗଦୀଶ ଶର୍ମା, କିରଣ ବେଡି, କେ ସିଂ। ତ ଫ୍ରେଣ୍ଡସ୍ ମନେ ରଖିବେ ରାଇଟ୍ ଆନ୍ସର୍ ରହିବ ଆପଣଙ୍କର ଜଗଦୀଶ ଶର୍ମା। ଠିକ୍ ଅଛି, ଜଗଦୀଶ ଶର୍ମା ହେଲେ ଆପଣଙ୍କର ରାଇଟ୍ ଆନ୍ସର୍। କ୍ୱେଶ୍ଚନ୍ 9 ଯିବା
9 कौन सी व्हिच कंट्री एंगेज्ड इन टॉक्स विथ इंडिया टू एनहांस ट्रेड कॉर्पोरेशन बढ़िया पाई भारत सहित किए एंगेज होइछि को देश श्रीलंका बांग्लादेश नेपाल म्यांमार सॉरी मालदीव तो श्रीलंका बांग्लादेश नेपाल मालदीव तो मन रखिए राइट आंसर हो आपनकर मालदीव कौन हम आपनकर मालदीव ठीक अछि एटा हम मालदीव हो के मालदीव्स लिखा जी मालदीव नेक्स्ट हम क्वेश्चन 10 को क्वेश्चन 10 आपन कोन कहै छी व्हिच व्हेन इज वर्ल्ड टूना डे ऑब्जर्व एनुअली May 2 April 30 June 5 June 15 फ्रेंड्स मन रखिए राइट आंसर हो आपनकर May 2 ठीक अछि May 2 नेक्स्ट हम जीवा where is the 46th Antarctic Treaty Consultative Meeting ATCM for मन रखिए Antarctic Treaty Consultative Meeting set to be hosted so केउ थरा बटा आपनकर जामनगर मुंबई चेन्नई कोची तो फ्रेंड्स मन रखिए राइट आंसर हो आपनकर कोची आपनकर केरल नेक्स्ट हम जीवा व्हेयर जी भीमताल लेक लोकेटेड भीमताल लेक केउंठरे अवस्थित नैनीताल उत्तराखंड हिमाचल प्रदेश राजस्थान फ्रेंड्स मन रखिए राइट आंसर हो आपनकर उत्तराखंड कौन है आपनकर उत्तराखंड ओके तो ये थिला आपनकर क्लास तो थैंक यू ऑल ऑफ यू फॉर वाचिंग टिल द लास्ट पॉइंट तो आशा कर निश्चय भाव एग्जाम में आप बेनिफिशियल रहा एथ्रु आप किसी एग्जाम रे पाइथ्वे राइट क्वेश्चन तो निश्चित भाव में आपण आम सहित जोड़ी रे आगू एमती सपोर्ट आसवे तो थैंक यू फॉर वाचिंग हैव ए नाइस डे।